ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଜଣା ଅଜଣା ବହିର ଅଦାଲତ ପାଠକୁ ଆମେ ଆଲୋଚନା କରିବା। ତେବେ ଆସ ପିଲାମାନେ ଏହାକୁ ମନ ଦେଇ ଭଲ ଭାବରେ ବୁଝିବା। ଦେଖ, ପାଠ ନାଁ ହେଉଛି ଅଦାଲତ। ଗାଁ ଓ ସହରରେ ଲୋକମାନଙ୍କ ଭିତରେ ଅନେକ କାରଣରୁ କଳି ଝଗଡ଼ା ହୋଇଥାଏ। ତମେ ଜାଣିଛ, ହେଲେ ଲୋକେ ଏକାଠି ବସି କେଉଁଠି କେଉଁଠି କଳିଗୋଳର ସମାଧାନ କରିଥାନ୍ତି। କିନ୍ତୁ ଆହୁରି ଦେଖାଯାଉଛି ଏହି କଳିଗୋଳ ସମାଧାନ ଗ୍ରାମ ପଞ୍ଚାୟତରେ କରାଯାଇଥାଏ, କିନ୍ତୁ କେତେକ ସମାଧାନ ଗ୍ରାମ ପଞ୍ଚାୟତରେ ହୋଇନଥାଏ। ତାହେଲେ ଯେଉଁ କଳିଗୋଳ ସମାଧାନ ଗ୍ରାମ ପଞ୍ଚାୟତରେ ହୋଇନଥାଏ ତାହା ଅଦାଲତରେ ସମାଧାନ ହୋଇଥାଏ। ତେଣୁ ଆମେ ଗଣ୍ଡଗୋଳ ଲାଗିବାର ଦେଖିଛେ। ତେଣୁ ସେହି ଗଣ୍ଡଗୋଳକୁ ବେଳେବେଳେ ଗାଁରେ ସମାଧାନ କରାଯାଏ, ଆଉ କିଛି ସମାଧାନ ଗାଁରେ ହୁଏ ନାହିଁ, ମାନନ୍ତି ନାହିଁ। ତାହେଲେ ତାହାକୁ ଅଦାଲତରେ ବିଚାର କରାଯାଇଥାଏ। ତଳଚିତ୍ର ଦେଖ, ଅଦାଲତ ଥିବା ଲୋକଙ୍କୁ ଚିହ୍ନ, ତାଙ୍କ ନାମ ଏବଂ କାମ ସାରଣୀରେ ଲେଖ। ଦେଖ ପିଲାମାନେ, ଏଇ ଛବି ଦେଖୁଛ, ଏଇ ଛବିରେ କିଏ କ'ଣ ଆମେ ଚିହ୍ନିବା। ଦେଖ, ଭଲ ଭାବରେ ଲକ୍ଷ୍ୟ କର। ଏଠି ଦେଇଛି କଳା କୋଟ୍ ପିନ୍ଧି ବସିଥିବା ଲୋକ କିଏ? ତାଙ୍କର କାମ କ'ଣ? 1 ନମ୍ବର ହେଉଛନ୍ତି କଳା କୋଟ୍ ପିନ୍ଧି ବସିଥିବା ଲୋକ ଜଣକ। ଦେଖ, ଏଇ କଳା କୋଟ୍ ପିନ୍ଧି ବସିଥିବା ଲୋକ ଜଣକ ହେଉଛନ୍ତି ବିଚାରପତି। 3 ନମ୍ବର, ଜିଲ୍ଲାପାଳଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗ ଓ ପ୍ରତ୍ୟେକ ବିଭାଗର ମୁଖ୍ୟ ଅଧିକାରୀଙ୍କ ନାମ ଲେଖ। ଦେଖ, ଏଠି ଲେଖା ଅଛି ବିଭାଗ। 1 ନମ୍ବର ଆମେ ଲେଖିପାରିବା ଶୃଙ୍ଖଳା ରକ୍ଷା କରିବା। ଶୃଙ୍ଖଳା ରକ୍ଷା କରିବା କାହାର କାମ? ମୁଖ୍ୟ ଆରକ୍ଷୀ, ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ବା ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧୀକ୍ଷକ ବା SP। ସେହିଭଳି କୃଷିର ଉନ୍ନତି। କୃଷିର ଉନ୍ନତି କାମ ହେଉଛି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ସେହିଭଳି ଆମେ ଲେଖିବା ଜଙ୍ଗଲ। ଜଙ୍ଗଲ ସୁରକ୍ଷା କାମ ହେଉଛି ଜିଲ୍ଲା ମୁଖ୍ୟ ଜଙ୍ଗଲ ଅଧିକାରୀ। 4 ନମ୍ବର ଲେଖିବା ଶିକ୍ଷାର ପ୍ରସାର ଉନ୍ନତି, ହେଉଛି ଜିଲ୍ଲା ଶିକ୍ଷା ଅଧିକାରୀ। 5 ନମ୍ବର ହେଉଛି ସ୍ୱାସ୍ଥ୍ୟ। ସ୍ୱାସ୍ଥ୍ୟ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ। ତାପରେ 6 ନମ୍ବର ହେଉଛି ଖାଦ୍ୟଦ୍ରବ୍ୟ ଯୋଗାଣ। ଖାଦ୍ୟଦ୍ରବ୍ୟ ଯୋଗାଣ ହେଉଛି ଜିଲ୍ଲା ଯୋଗାଣ ଅଧିକାରୀ। ତାପରେ ଆମେ 4 ନମ୍ବର ପ୍ରଶ୍ନ ଆଲୋଚନା କରିବା। ଆମ ରାଜ୍ୟର ହାଇକୋର୍ଟ କେଉଁଠି ଅଛି? ଆମ ରାଜ୍ୟର ହାଇକୋର୍ଟ କଟକ ଠାରେ ଅଛି।